ନମସ୍କାର। ଆଜି ରହସ୍ୟଭରା ଶ୍ରୀକ୍ଷେତ୍ରର ଆଉ ଏକ ରହସ୍ୟମୟ କଥା ମୁଁ କହିବାକୁ ଯାଉଛି। ସେଇ ଯେଉଁ ରହସ୍ୟମୟ କଥାଟି ସେଇଠି ଆଜି ଏଇ ଯେଉଁ ଆମର କାଳୁ ଅଛି, ଏଇ ଆମର ଯେଉଁ କାଳୁ, ଏଇଟା ମୋ ପାଖରେ ଥିବା ଟୁଇଁ କାଳୁଟି, ତା ମୁଣ୍ଡରେ ବି ମୁଁ ଗୋଟେ ଚିତାଟିଏ ଦେଇଛି। ସେମିତି ପୁରୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ମଥାରେ ଗୋଟେ ବିରାଟ ହୀରା ନୀଳା ମୋତି ମାଣିକ୍ୟ ଅତ୍ୟନ୍ତ ଦୁର୍ମୂଲ୍ୟ ପଥରର ଗୋଟେ ମଥାମଣି ଲାଗିଥାଏ। ଯେଉଁମାନେ ମନ୍ଦିର ଯାଇଥିବେ ଦେଖିଥିବେ, ରଥଯାତ୍ରା ସମୟରେ ବିଶେଷ କରି ସେଇ ଅରିଜିନାଲ ମୂଳ ମଣିଟାକୁ ରଖି ଦିଆଯାଏ। ଗୋଟେ ସୋଲ ଜରି ଜୁମ୍ବୁରାରେ ଟେମ୍ପୋରାରୀ ଗୋଟେ ମଥା ଚିତା ରଥ ସମୟରେ ଲଗେଇ ଦିଆଯାଇଥାଏ। 9 ଦିନ ଯାକ ଯେଉଁ ରଥଯାତ୍ରାରେ ଠାକୁର ଆସନ୍ତି, ସେଇ ସୋଲ ଜରି ଜମ୍ବୁରାରେ ଯେଉଁ ମଥାମଣି ତିଆରି ହେଇଥାଏ ସେଇଠି ଲଗେଇକି ଆସିଥାନ୍ତି। ଥରେ ରଥଯାତ୍ରା ପରେ ଯେତେବେଳେ ଠାକୁର ଶ୍ରୀମନ୍ଦିରକୁ ଫେରି ଯାଆନ୍ତି, ତାପରେ ଚିତା ଲାଗି ଅମାବାସ୍ୟା ଦିନ ତାଙ୍କର ପୁଣି ସେଇ ମଥାମଣିଟା ଲଗେଇ ଦିଆଯାଇଛି। ଆଜି ଠାକୁରଙ୍କ ମଥାରେ ଯେଉଁ ମଥାମଣି ଶୋଭା ପାଉଛି, ତାରି ଉପରେ ମୋର ଜନ୍ମ ପୁରୀରେ, ପାଠ ପଢ଼ିଛି ପୁରୀରେ, ଚାକିରି କରିଛି ପୁରୀରେ, ରିଟାୟାର୍ଡ ମଧ୍ୟ ହେଇଛି ପୁରୀରେ। ପୁରୀ ପ୍ରତି ମୋର ଅହେତୁକ ଦୁର୍ବଳତା। ପୁରୀର ପ୍ରେମରେ ମୁଁ ପିଲାଟି ବେଳୁ ଆଜି ଏଇ ଜୀବନର ଅପରାହ୍ନରେ ମଧ୍ୟ ମୁଁ ତାରି ପ୍ରେମରେ ପଡ଼ିକି ରହିଛି। ପୁରୀ ଏକ ରହସ୍ୟମୟ ସହର। ପୁରୀ ରହସ୍ୟମୟ ଏଇ ସକାଶେ, ଏହା ନିଶ୍ଚିତ ଯେ ଏଠାରେ ଯେଉଁ ଠାକୁର ବିରାଜିତ ହୋଇଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ସେ ଜଣେ ଅତ୍ୟନ୍ତ ରହସ୍ୟମୟ ଠାକୁର। ସଂସାରରେ ଏମିତି ଦେଖିଲେ ସୃଷ୍ଟିର ଆଦିମ କାଳରୁ ମଣିଷ ଜାତି ତାର ନିଜର ମନସ୍ତାତ୍ତ୍ୱିକ ଆତ୍ମସନ୍ତୋଷ ପାଇଁ କୌଣସି ନା କୌଣସି ଈଶ୍ୱରଙ୍କୁ, ସେ ଯେଉଁ ଧର୍ମର ହେଉଥାଉ ନା କାହିଁକି, ଜଣେ ଈଶ୍ୱରଙ୍କୁ ସେ ତା ମନ୍ଦିରରେ ଅବସ୍ଥାପିତ କରିଛି। ଏବଂ ସେଇ ଯେଉଁ ଈଶ୍ୱର, ସେ ଏକ ସିଂହାସନ ଉପରେ ବସି ପୂଜା ପାଉଛନ୍ତି ଏବଂ ମଣିଷ ଠାରୁ ଏହି ସିଂହାସନ ଉପରେ ବସିଥିବା ଠାକୁରଙ୍କର ବ୍ୟବଧାନ ଯୋଜନ ଯୋଜନ ଦୂରତ୍ୱ। କାରଣ ତାକୁ ଠାକୁର ହିସାବରେ ସିଂହାସନ ଉପରେ ଅବସ୍ଥାପିତ କରିଦେଇ ଏ ମଣିଷ ତାଙ୍କ ପାଇଁ ଅନେକ ବିଧି ବିଧାନ ରୀତିନୀତି ପ୍ରଚଳନ କରିଦେଇଛି। କିନ୍ତୁ ଆମର ଏଇ ଯେଉଁ କାଳୁ, ମୋର ପ୍ରିୟ କାଳୁ, ଆପଣଙ୍କର ଶ୍ରୀ ଜଗନ୍ନାଥ, ସିଏ କେବଳ ଠାକୁର ଆସନରେ ଆଉ ନାହାନ୍ତି। ପ୍ରତିଟି ଓଡ଼ିଆ ହୃଦୟରେ ସିଏ ତାଙ୍କ ନିଜ ଘରର ଗୋଟେ ମୁରବୀ, ବୁଢ଼ା ବାପାଟିଏ। କିଏ ତାଙ୍କୁ ସ୍ୱାମୀ ହିସାବରେ ଦେଖିଲାଣି, ତ କିଏ ବନ୍ଧୁ ହିସାବରେ ଦେଖିଲାଣି, କିଏ ତାଙ୍କୁ ନିଜର ଗୋଟେ ଛୋଟ ଛୁଆ ଭାବରେ ନିଜର ପୁଅ ଭଳି ଦେଖିଲାଣି, କିଏ ଭାଇ ବନ୍ଧୁ ସଖା ହିସାବରେ ଦେଖିଲାଣି, କିଏ ପ୍ରେମିକ ହିସାବରେ ଦେଖୁଛି, କିଏ ପ୍ରେମିକା ହିସାବରେ ଦେଖୁଛି। ତେଣୁ ଆମ ଠାକୁର ଆଉ କେବଳ ଠାକୁର ହେଇକି ନାହାନ୍ତି, ସିଏ ଆମ ଘରର ଜଣେ ମୁରବୀ ହେଇସାରିଲେଣି ପ୍ରତିଟି ଓଡ଼ିଆର ହୃଦୟରେ। ଏବଂ ଏଭଳି ଏକ ରହସ୍ୟମୟ ଠାକୁର, ଆଙ୍କର ଆବିର୍ଭାବ କେବେ ହେଲା, ଆଙ୍କର ସୃଷ୍ଟି କେବେ ହେଲା, ଇଏ କିଏ ସେ, ଆଙ୍କର ଏଭଳି ଏକ ଶରୀରର ଗଢଣ ପଛରେ କୁ ରହସ୍ୟ ବା କୁ ତତ୍ତ୍ୱ ଅଛି। ଆମ ଶ୍ରୀ ଜଗନ୍ନାଥଙ୍କୁ ନେଇ ଆଜି ପର୍ଯ୍ୟନ୍ତ ଅନେକ ଗବେଷକ ଗବେଷଣା କରି ଚାଲିଛନ୍ତି। କିନ୍ତୁ ମୋର ପୂର୍ଣ୍ଣ ବିଶ୍ୱାସ
ଜଗନ୍ନାଥଙ୍କୁ ନେଇ ଯେତେ ଗବେଷଣା କଲେ ମଧ୍ୟ ଶେଷ ନିଷ୍କର୍ଷରେ କେହି ପହଞ୍ଚି ପାରିବେ ନାହିଁ। ଯେତେ ଦିନ ଯାଏ ତମେ ତାଙ୍କୁ ତମର ପାଣ୍ଡିତ୍ୟରେ ଗବେଷଣା କରି ଜାଣିବାକୁ ଚାହୁଁଥିବ ତେମେ ସେତେ ଦିନ ଯାଏ ଜଗନ୍ନାଥଙ୍କର ମୂଳ ସତ୍ତାକୁ ଆଦୌ ଉପଲବ୍ଧିରେ ଆଣିପାରିବ ନାହିଁ। ଇଏ ଠାକୁର ହେଲେ କେବଳ ପ୍ରେମର ଠାକୁର, ଭାବର ଠାକୁର। ଆଙ୍କୁ ଯିଏ ଭାବରେ ଡାକିଲା, ପ୍ରେମରେ ଡାକିଲା ବା ପ୍ରେମରେ ନିଜର ଆପଣାର କରିନେଇ ପାଇଲା, ଜଗନ୍ନାଥ କିଏ? ସେ ହିଁ କେବଳ ଜଗନ୍ନାଥଙ୍କୁ ଜାଣିପାରିବ। ତୁମର ଶାସ୍ତ୍ର ପୁରାଣ ଶଳ୍କ ଭିତରେ କି ଗବେଷଣା ଭିତରେ ଜଗନ୍ନାଥ କାହାକୁ ଆଜି ଯାଏଁ ଧରା ଦେଇନାହାନ୍ତି କି ଧରା ଦେବେ ନାହିଁ। କାରଣ ଆଙ୍କ ପଛରେ ଏତେ ଏତେ ରହସ୍ୟମୟ ଇତିହାସ ଜଡ଼ିତ ଅଛି, ଯେଉଁ ଇତିହାସ ଯାଏଁ ଆମମାନଙ୍କର ପାଣ୍ଡିତ୍ୟ ବା ଶାସ୍ତ୍ର ଯାଇପାରିଛି, କିନ୍ତୁ ଜଗନ୍ନାଥ କ'ଣ ସେଇ ତୁମର ପାଣ୍ଡିତ୍ୟର ସୀମାରେଖା ଭିତରେ ସୀମାବଦ୍ଧ କି? ନା। ତେଣୁ ଶ୍ରୀମନ୍ଦିରକୁ ନେଇ, ଶ୍ରୀକ୍ଷେତ୍ରକୁ ନେଇ, ଶ୍ରୀ ଜଗନ୍ନାଥଙ୍କୁ ନେଇ ଏମିତି ଅନେକ ଘଟଣା ଏଇ ଧରାପୃଷ୍ଠରେ ଘଟି ଯାଇଛି, ଯାହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ତୁମେମାନେ ଖୋଜିଲେ ମଧ୍ୟ ପାଇବ ନାହିଁ। ଆଜି ଜଗନ୍ନାଥଙ୍କର ପୂଜାକୁ ନେଇ ହଉ, ବେଶ ପୋଷାକକୁ ନେଇ ହଉ, 12 ମାସରେ ଯେଉଁ 13 ଯାତ୍ରାକୁ ନେଇ ହଉ, ମନ୍ଦିର ଭିତରେ ଯେଉଁ ଯେଉଁ ବେଶ ହେଉଛନ୍ତି, କେତେବେଳେ ନାଗାର୍ଜୁନ ବେଶ, କେତେବେଳେ ହାତୀ ବେଶ, କେତେବେଳେ ସୁନା ବେଶ ଇତ୍ୟାଦି ବେଶକୁ ନେଇ ହଉ, ଏ ପ୍ରତିଟି ପଛରେ କିଛିଟି ଘଟଣା ଜଡ଼ିତ। ସେ ଘଟଣା ଗୁଡ଼ିକ କାଳ୍ପନିକ ନୁହେଁ। କେହି ମନରୁ ଫାନ୍ଦି ଫୁନ୍ଦି ତାଙ୍କର ଏଇ ବିଧିବିଧାନ ବା ବେଶ ପର୍ବପର୍ବାଣୀକି ଯୋଡ଼ି ଦେଇନାହିଁ। ପ୍ରତିଟି ପଛରେ ଏହି ଧରାପୃଷ୍ଠରେ ଘଟି ଯାଇଥିବା କିଛି କିଛି ଘଟଣା ସଂଯୁକ୍ତ। ସେଣିକି ହାତୀ ବେଶ ହେଉ ବା ବାଇ ହାଣ୍ଡି ହେଉ, ଯାହା ବି ହେଉ, ଏମିତି ଅନେକ କଥା ମୁଁ କହିଛି। ଆଜି କହୁଛି ଜଗନ୍ନାଥଙ୍କ ନୀତି ପ୍ରତିଦିନ ରତ୍ନ ସିଂହାସନ ଉପରେ ବସିଥିଲା ବେଳେ ତାଙ୍କର ଏଇ ମଥାରେ ଯେଉଁ ମଥା ମଣିଟା ଥାଏ, ତା ପଛରେ ମଧ୍ୟ ଏକ ସୁନ୍ଦର ଇତିହାସର ବହୁ ବର୍ଷ ତଳର ଏକ ଘଟଣା ଜଡ଼ିତ। ଆଜି ସେଇ ଘଟଣା ଗୋଟେ ଘଞ୍ଚ ଘୋର ଜଙ୍ଗଲ ଭିତରେ ଜଣେ ବଣିକ ମାନେ ଜଣେ ବେପାରୀ ଧଇଁ ସଇଁ ହେଇ ଦୌଡୁଛନ୍ତି, ଯେମିତି ତାଙ୍କୁ ଗୋଟେ କିଏ ପାଗଳା କୁକୁର କି ବାଘ ଗୋଡେଇଛି ମାଡି ବସି ଖାଇଦବା ପାଇଁ। ମାନେ ମୃତ୍ୟୁ ତାଙ୍କ ଆଖି ଆଗରେ। ସେଇଭଳି ଅବସ୍ଥାରେ ଗୋଟେ ମଣିଷ ଯେମିତି ଧାଉଁଥିବ, ସେ ସେଇଭଳି ଧାଉଁଛନ୍ତି ଏବଂ ଥରେ ଥରେ ପଛକୁ ଚାହୁଁଛନ୍ତି। ଦେଖୁଛନ୍ତି ତାଙ୍କ ପଛରେ ଗୋଟେ ବିରାଟ ସାପ, ବିରାଟ ଲମ୍ବା ସାପଟେ ଫଁ ଫଁ କରି ତାଙ୍କୁ ଚୋଟ ମାରିବା ପାଇଁ ଖୁବ୍ କ୍ଷିପ୍ର ଗତିରେ ତାଙ୍କୁ ଗୋଡଉଛି। ବଣିକ ଜଣ ନିଜ ଜୀବନ ବଞ୍ଚାଇବାକୁ କେବଳ ଧାଇଁବାରେ ଲାଗିଛନ୍ତି। ଏ ଘଟଣା ଆଜି କାଲିର ନୁହଁ। ଏ ଘଟଣା ଘଟିଥିଲା ଆଜକୁ ଅନେକ ଶହ ବର୍ଷ ତଳେ। ଘଟଣାଟା ଥିଲା କ'ଣ ନା, ଏଇ ଯେଉଁ ବଣିକ, ଇଏ ଆମ କଳିଙ୍ଗର ଜଣେ ବଣିକ ଥିଲେ। ଆଜି ଯାହାକୁ ଆମେ ଓଡ଼ିଶା କହୁଛେ, ଉତ୍କଳ କହୁଛେ, ସେତେବେଳେ କଳିଙ୍ଗ କୁହାଯାଉଥିଲା। ଯେତେବେଳେ ଆର ନାଁ କଳିଙ୍ଗ ଥିଲା, ସେତେବେଳେ ଅନେକ ବେପାରୀ ବା ବଣିକମାନେ ବ୍ୟବସାୟ କରିବା ପାଇଁ ସମୁଦ୍ର ପଥରେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆମେ ସବୁ ପଢିଛେ, ବିଭିନ୍ନ ଦୂର ଦେଶକୁ ସମୁଦ୍ରରେ ଯାତ୍ରା କରୁଥିଲେ। ନିଜ ଜାହାଜରେ ଅନେକ ଦୁଷ୍ପ୍ରାପ୍ୟ ଜିନିଷ, ଯେଉଁ ଦେଶରେ ଯାହା ନ ମିଳେ ସେଇ ସବୁ ଜିନିଷ ଆମ ଦେଶରୁ ନଦୀ ସେ ଦେଶରେ ଯାଇ ସେମାନେ ବେପାର କରନ୍ତି ଏବଂ ସେ ଦେଶର ଯେଉଁ ଜିନିଷ ଆମର ଏଠାରେ ନ ମିଳେ ତାକୁ ମଧ୍ୟ ଏଠି ଆଣି ବେପାର କରିଥାନ୍ତି। ଏ ଥିଲା କଳିଙ୍ଗର ବଣିକ ମାନଙ୍କର ବେପାରର କଥା। ଠିକ୍ ସେମିତି
ଏଇ ଆମ କଳିଙ୍ଗର ବା ଆମ ଓଡ଼ିଶାର କେହି ଜଣେ ବଣିକ ବେପାର କରିବା ପାଇଁ ସମୁଦ୍ରରେ ତାଙ୍କର ଜିନିଷପତ୍ର ନଦୀ ସମୁଦ୍ରରେ ବାହାରିଛନ୍ତି। ସେତେବେଳେ ଯେତେବେଳେ ସମୁଦ୍ରରେ ଯାତ୍ରା କରନ୍ତି, ସେ ତ ଇଏ ବର୍ତ୍ତମାନ ଯେମିତି ଟ୍ରେନ ସବୁ ବାହାରିଲାଣି, ଟ୍ରେନ ନଥିଲା, ବସ୍ ନଥିଲା, ଭାରତ ବର୍ଷରୁ ଅନ୍ୟ ଦେଶକୁ ଯିବେ, ସେତେବେଳେ ମୁଖ୍ୟ ଯାତ୍ରାର ଅବଲମ୍ବନ ଥିଲା ସମୁଦ୍ର ପଥ। କିନ୍ତୁ ସମୁଦ୍ରରେ ଯୋଉ ଗଲେ ଯେ ଗୋଟେ ଦିନରେ ଜଣେ ପହଞ୍ଚିଯିବ ତା ନାହିଁ। ଥରେ ସମୁଦ୍ରରେ ନିଜ ଜାହାଜରେ ଜିନିଷପତ୍ର ନଦୀ ଯୋଉ ବଣିକଟି ବେପାର କରିବାକୁ ଯାଏ, ସିଏ ହୁଏତ ପୁଣି ଥରେ କଳିଙ୍ଗ ଫେରିଲା ବେଳକୁ ବା ତା ନିଜ ଘରକୁ ଫେରିଲା ବେଳକୁ ବର୍ଷେ 6 ମାସ ଲାଗିଯାଏ। ଦୀର୍ଘ ଦିନର ଜଳପଥ ରେ ଯିବେ, ଗୋଟାଏ ଦିନରେ ବି ପହଞ୍ଚିବେନି। ଅତଳ ଅତଳ ସମୁଦ୍ରର ପାଣି, କେବଳ ପାଣି ହିଁ ପାଣି। ତେଣୁ ମଝିରେ କିଛି କିଛି ଦିନ ସେମାନେ ଦେଖିଥାନ୍ତି ଯଦି ସମୁଦ୍ର ଭିତରେ କୌଣସି ଗୋଟେ ଟାପୁ ମିଳେ, ଟାପୁ ମାନେ ଚାରିଆଡେ ପାଣି ଥିବ, ମଝିଟା ସ୍ଥଳ ଭାଗ ଥିବ, ତାକୁ ଟାପୁ କହନ୍ତି। ତେଣୁ ସେଇଭଳି ଯେତେବେଳେ ଟାପୁ ମିଳେ, ସେଇ ଟାପୁରେ ସେ ଜାହାଜଟା କିଛି ଦିନ ପାଇଁ ରହେ, ସେମାନେ ବିଶ୍ରାମ ନିଅନ୍ତି, ସେଇ ଟାପୁରେ ରୋଷେଇ ବାସ କରି ଖାଆନ୍ତି। ପୁଣି ତାଙ୍କର ଶ୍ରମ ଲାଘବ ହେଲେ ପୁଣି ତାଙ୍କର ଯାତ୍ରା ଆରମ୍ଭ ହୋଇଥାଏ। ସେମିତି ଏଇ ଯୋଉ ବଣିକଙ୍କ କଥା କହିଲି, ଧଇଁ ସଇଁ ହେଇକି ତାଙ୍କୁ ଗୋଟେ ସାପ ଗୋଡଉଛି, ସେ ଦୌଡୁଛନ୍ତି। ସେମିତି ଏଇ ଆମ ଓଡ଼ିଆ ବଣିକ ଜଣକ ଥରେ ଯାତ୍ରା ପଥରେ ଯାଇଛନ୍ତି, ଦେଖିଛନ୍ତି କିଛି ଦିନ ଯାତ୍ରା ପରେ ଗୋଟେ ଟାପୁ ପଡ଼ିଛି। ଯୋଉ ଟାପୁ ପଡ଼ିଛି, ସେ ଟାପୁରେ ଜାହାଜ ଲାଗିଛି, ଲଙ୍ଗର ପଡ଼ିଛି। ଲଙ୍ଗର ମାନେ ଜାହାଜଟା ପାଣିରେ ରହିଗଲା ପରେ ଗୋଟେ ମୋଟା ଓସାରିଆ ପୋଟା ଜାହାଜରୁ ସ୍ଥଳ ଭାଗ ଉପରେ ପଡ଼ିବ। ସେଇ ପୋଟା ଦେଇକି ସମସ୍ତେ ମାନେ ତାଙ୍କର ଯୋଉମାନେ ସହଯୋଗୀ ଥିବେ ସେମାନେ ଓହ୍ଲାନ୍ତି, ତାକୁ କହନ୍ତି ଲଙ୍ଗର। ଯୋଉଠି ଜାହାଜ ରହେ ସେଠି ଲଙ୍ଗରଟା ପଡ଼େ। ଲଙ୍ଗର ପଡ଼ିଛି, ଦିନ ବେଳା ସକାଳ ବେଳା ବଣିକ ଜାହାଜରେ ରୋଷେଇବାସ ଚାଲିଛି। ଏଇ ଜାଗାଟା କ'ଣ ବୋଲିକି ଲଙ୍ଗରରେ ଓହ୍ଲେଇ ସେ ଟାପୁ ଭିତରେ ସେ ବୁଲୁଛନ୍ତି। ଟାପୁ ମାନେ ଯୋଉଟା ଗୋଟେ ଜଙ୍ଗଲ, ଟାପୁ ମାନେ ଗୋଟେ ବଡ଼ ସ୍ଥଳ ଭାଗ। ସେଇ ଜଙ୍ଗଲ ଭିତରେ ଯେତେବେଳେ ବୁଲୁଛନ୍ତି, ସେ ଦେଖୁଛନ୍ତି ସେ ଜଙ୍ଗଲର ରାସ୍ତାରେ ଗୋଟେ ସାପ, ଅନେକ ସାପ ଯେମିତି ଘଷେଇକି ଯାଇଛନ୍ତି। ତାଙ୍କର ଟାପୁଟାରେ ତ ନିର୍ଜନ ଜାଗା, ସେଠି ତ ମଣିଷମାନେ ଆସିକି ରହିନାହାନ୍ତି ଘର କରି। ତେଣୁ ବାଲି ଉପରେ ସାପର ଯିବାର ଚିହ୍ନ ସ୍ପଷ୍ଟ ଭାବରେ, ଅନେକ ସାପ ଯିବାର ଚିହ୍ନ ପଡ଼ିଛି। ଏଟା ବଣିକ ଦେଖୁଛନ୍ତି। ବଣିକ ମଧ୍ୟ ତାଙ୍କର ଯାତ୍ରା ପୂର୍ବରୁ ଶୁଣିଛନ୍ତି, ତାଙ୍କ ପୂର୍ବରୁ ଯୋଉମାନେ ଯାତ୍ରା କରିଛନ୍ତି, ଯାହା ସମୁଦ୍ରରେ ଯାତ୍ରା କରନ୍ତି, ଯେ ସମୁଦ୍ର ମଝିରେ ଗୋଟେ ଗୋଟେ ଟାପୁ ପଡ଼େ ଏବଂ ଗୋଟେ ଗୋଟେ ଟାପୁରେ ଏଭଳି ସବୁ ସାପ ମାନେ ଥାଆନ୍ତି। ସେ ସାପଙ୍କ ମୁଣ୍ଡରେ ଯୋଉ ଗୋଟା ପୁରୁଣା ସାପ, ଏକଦମ ପୁରୁଣା ହେଇଯାଇଥିବେ, ବୟସ୍କ ହେଇଥିବେ, ତାଙ୍କ ମୁଣ୍ଡରେ ଗୋଟେ ମଣି ଥାଏ। ସବୁ ସାପଙ୍କ ମୁଣ୍ଡରେ ନଥିବ। ଯେମିତି ସମୁଦ୍ରରେ ଯୋଉ ଶାମୁକା ଥାଏ, ସବୁ ଶାମୁକା ଭିତରେ ମୁକ୍ତା ନଥାଏ, ଗୋଟେ ଗୋଟେ ଶାମୁକା ଭିତରେ ମୁକ୍ତା ଥାଏ। ଠିକ ସେମିତି ସବୁ ସାପଙ୍କ ମୁଣ୍ଡରେ ମଥାରେ ମଣି ନଥାଏ, ଗୋଟେ ଗୋଟେ ସାପଙ୍କ ମୁଣ୍ଡରେ ମଣି ଥାଏ। କିନ୍ତୁ ଆଗରୁ ଯୋଉମାନେ ସମୁଦ୍ରରେ ଯାତ୍ରା କରିଛନ୍ତି ବଣିକ ମାନେ, ସେମାନେ କୁହନ୍ତି ଯେ ସମୁଦ୍ର ମଝିରେ ଏଭଳି ଏକ ଟାପୁ ଅଛି, ଯୋଉ ଟାପୁରେ ଏଭଳି ସବୁ ସାପ ଅଛନ୍ତି ଯାହାଙ୍କ ମୁଣ୍ଡରେ ମଣି ଅଛି। ଇଏ ଯେତେବେଳେ ବଣିକ ଦେଖୁଛନ୍ତି ଜଙ୍ଗଲ ସାରା ସାପ ମାନଙ୍କର ଯିବା ଆସିବାର ଚିହ୍ନ ଅଛି, ସେ ଭାବିଛନ୍ତି ବୋଧହୁଏ ଇଏ ସେଇଭଳି ଏକ ଟାପୁ, ହୁଏତ ଏଠି ମଧ୍ୟ ସାପଙ୍କ ଦେହରେ ମଣି ଥାଇପାରେ ଭାବୁଛନ୍ତି। ବୁଲାବୁଲି କରିଛନ୍ତି, ପୁଣି ସେ ଜାହାଜକୁ ଫେରି ଆସିଛନ୍ତି। ଜାହାଜକୁ ଫେରି ଆସିଲା ପରେ ସନ୍ଧ୍ୟା ହେଇଯାଇଛି। ଜାହାଜ ଡେକରେ ବସି ଦୂରବୀକ୍ଷଣ ଯନ୍ତ୍ରରେ ସେ ସବୁ ଦୂର ଦିଗବେଳକୁ ଦେଖୁଛନ୍ତି।
ପ୍ରକୃତିର ଶୋଭାକୁ ଉପଭୋଗ କରୁଛନ୍ତି। ସନ୍ଧ୍ୟା ହେଇଯାଇଛି, କିଟିମିଟି ରାତି ହେଇଯାଇଛି। ତାଙ୍କୁ ହଠାତ୍ ଦିଶୁଛି ଦିନବେଳା ଯୋଉ ଜଙ୍ଗଲ ଭିତରେ ସେ ବୁଲୁଥିଲେ ଏବଂ ସାପମାନଙ୍କର ଯିବାର ଚିହ୍ନ ଥିଲା ବାଲି ଉପରେ, ସେଇ ଜଙ୍ଗଲ ଭିତରୁ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋଟେ ଉଜ୍ଜଳ ନୀଳ ଆଲୋକ ଚକଚକ୍ କରୁଛି। ଉଜ୍ଜଳ ଆଲୋକ ଚକଚକ୍ କରୁଛି। ଯେମିତି ଆମମାନଙ୍କର ସହରରେ କୌଣସି ସର୍କସ୍ ପଇଲା ବୋଲି ସେମାନେ ଗୋଟେ ଏକଦମ ଆଲୁଅଟେ ଆକାଶରେ ପକାନ୍ତି, ଗୋଟେ ପୁରା ବଡ଼ ପାୱାରଫୁଲ ଟର୍ଚ୍ଚରେ ଯେମିତି ଆଲୁଅ ପଡ଼େ, ଆମେ ମାନେ ଦୂରରୁ ଥାଇ ଦେଖୁ ଯେ କୋଉଠି ଗୋଟେ ସର୍କସ୍ ପଡ଼ିଛି। ସେ ଆଲୁଅ ଅନୁସାରେ ମଧ୍ୟ ଆମେ ଯାଇ ସେ ସ୍ଥାନରେ ପହଞ୍ଚି ଯାଇପାରିବା। ଅବିକଳ ସେମିତି ସେ ଦେଖୁଛନ୍ତି ଜଙ୍ଗଲ ଭିତରେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରୁ ଗୋଟେ ବ୍ଲୁ ଲାଇଟ୍ ମାନେ ଚକଚକ୍ କରୁଛି। ଇଏ ଭାବୁଛନ୍ତି ଏଇ ଗୋଟାକ ଆଉ ମଣି କି? କାରଣ ଯଦି ଏଇଟା ମଣି ହେଇଥାଏ, ରାତ୍ରର ଅନ୍ଧକାରରେ ଏଇ ହୁଏତ ଆଲୋକ ବିଚ୍ଛୁରିତ କରୁଛି। ସେ ତେଣୁ କ'ଣ କରୁଛନ୍ତି, କହୁଛନ୍ତି ଏଇଟା ସକାଳକୁ ଯାଇ ରାତି, ତ ଏଇ ରାତିରେ ଜଙ୍ଗଲ ଭିତରକୁ ଯିବା ବିପଦ। ସିଏ ଯୋଉ କୋଣରୁ ସେ ଆଲୁଅଟା ଦିଶୁଥିଲା ତାକୁ ନିଜ ମନ ଭିତରେ ଗୋଟେ ସ୍ଥିର ନିଶ୍ଚିତ କରୁଛନ୍ତି ଏଇପଟୁ ଏଇ ଆଲୁଅଟା ଆସୁଛି। ତାର ଦିନ ସକାଳ ହେଇଛି, ରାତିରେ ସେ ଆଦୌ ଶୋଇପାରୁନାହାନ୍ତି, ଛଟପଟ ହଉଛନ୍ତି। ତାର ଦିନ ସକାଳୁ ସେ ପୁଣି ଥରେ ସେ ଜଙ୍ଗଲ ଭିତରେ ପଶିଛନ୍ତି। ଯୋଉ ଜଙ୍ଗଲ ଭିତରେ ପଶିଛନ୍ତି, ସେ ଯୋଉ କୋଣରୁ ଆଲୁଅଟା ଆସୁଥିଲା ତାକୁ ଖୋଜି ଖୋଜି ଯାଇ ସେଠି ପହଞ୍ଚନ୍ତି, ଦେଖନ୍ତି ସତକୁ ସତ ଏଡିକେ ମଣି ଗୋଟେ ବାଲି ଉପରେ ପଡ଼ିଛି। ସେ ଜାଣିଲେ ଏଇ ଗୋଟାକୁ ସେଇ ଯୋଉ ଆଗରୁ ବଣିକ ମାନେ କହିଥିଲେ ଗୋଟେ ଗୋଟେ ଟାପୁରେ ସାପମାନେ ଥାଆନ୍ତି, ତା ଅର୍ଥ ଏଇଟା ସେଇ ମଣିଦ୍ୱୀପ। ଏ ଟାପୁଟା ନିଶ୍ଚୟ ମଣିଦ୍ୱୀପ ଏବଂ ଏଇ ଯୋଉ ଏଡେକେ ମଣି ମୁଁ ଦେଖୁଛି ଏଇଟା ନିଶ୍ଚୟ ମଣିରାଜ ସାପର ମଣି ହେଇଥିବ। ବଣିକ ଦେଖିଛନ୍ତି ପାଖରେ କେହି ନାହାନ୍ତି, ଏଡେକେ ମଣି ଚକଚକ୍ କରୁଛି। ନିଜକୁ ଅତି ଭାଗ୍ୟବାନ ମନେ କରିଛନ୍ତି, କାରଣ ସମସ୍ତଙ୍କ ଭାଗ୍ୟରେ ସେଗୁଡ଼ା ନଥାଏ। ଯାହା ଭାଗ୍ୟରେ ଥିବ ସେ ସେଇ ମଣିର ସନ୍ଧାନ ପାଇବ। କାଳେ କିଏ ଦେଖିଦବ, ସେଇ ମଣି ଉପରେ ମେଞ୍ଚେ ପତ୍ର ପକେଇ ତାଙ୍କ ରୁମାଲ ଧରି ସେଇଠିକି ଯେତେବେଳେ ସେ ଧରିକି ଆଗ ଜାହାଜ ଉପରୁ ଚାଲି ଆସୁଛନ୍ତି, ସେଇ ପାଖରେ ସେଇ ମଣିରାଜ ସାପର ଯୋଉ ମଣିଟା ସେ ଛାଡ଼ିକି ସେପଟେ ଚରାବୁଲା କରୁଥିଲା, ସେ ଜାଣିଦେଇଛି ମୋ ମଣିଟାକୁ ଧରି ଜଣେ ଚାଲି ଯାଉଛି। ସାପ ରାଗ କ୍ରୋଧରେ ଜଳି ମାନେ ବିଷ ଫୁତ୍କାର କରି ସାଙ୍ଗେ ସାଙ୍ଗେ ସିଏ ଗୋଡ଼ଉଛି, କାରଣ ତା ମଣିଟା ଜଣେ କିଏ ନେଇ ଚାଲି ଯାଉଛି। ଇଏ ଯେତେବେଳେ ଦେଖିଛନ୍ତି ପଛରେ ଗୋଟେ ସାପ ଗୋଡ଼େଇଲାଣି, ସେ ଜାଣିଛନ୍ତି ଯେ ଏଇ ସାପଟା ନିଶ୍ଚିତ ଏଇ ମଣିର, ବୋଧେ ଏଇ ମଣିଟା ଏଇ ସାପର। ସେ ପ୍ରାଣ ବିକଳରେ ମଣିଟା ଧରିଛନ୍ତି, ଏଣେ ଗୋଡ଼ଉଛନ୍ତି। ଜାଣିଲେ ଏ ସାପ ଦଂଶନରେ ମୁଁ ମରିବି, ଏ ମଣି ତ ମୋ ଭାଗ୍ୟରେ ନାହିଁ, ଏଇ ମଣି ଲୋଭରେ ମୋର ମୃତ୍ୟୁ ଆଜି ସୁନିଶ୍ଚିତ। ତା ମଧ୍ୟ ତାଙ୍କର ସେତିକବେଳେ ମନେ ପଡୁଛି ଅନେକ ବଣିକ ଅତୀତରେ ଏଇ ମଣିଦ୍ୱୀପକୁ ଆସିଛନ୍ତି କେବଳ ମଣି ଚୋରି ନେବା ପାଇଁ, କିନ୍ତୁ କେହି ମଣି ଧରିକି ସ୍ୱଦେହରେ ଆଉ ତାଙ୍କ ଘରକୁ ଫେରି ପାରି ନାହାନ୍ତି। ସମସ୍ତେ ସାପ କାମୁଡ଼ାରେ ଅବଶ୍ୟ ମରିଛନ୍ତି। ଏତକ ମଧ୍ୟ ପୂର୍ବର ବଣିକମାନେ ଜଣେଇଛନ୍ତି ଯେ କେହି ମଣିଦ୍ୱୀପରୁ ମଣିଟା ଧରି ଫେରି ପାରି ନାହାନ୍ତି। ତେଣୁ ନିଶ୍ଚିତ ମୃତ୍ୟୁକୁ ସାମ୍ନାରେ ଦେଖି ବଣିକ ପ୍ରାଣ ବିକଳରେ ମଣିଟାକୁ କିନ୍ତୁ ଛାଡ଼ି ପାରୁନାହାନ୍ତି, ଧରିକି ଦୌଡୁଛନ୍ତି। ପଛରେ ମଧ୍ୟ ସାପ ଗୋଡ଼େଇଛି। ଧଇସଣି ହେଇକି ଦୌଡ଼ି 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 ଲଙ୍ଗର ତ ପଡ଼ିଛି, ଧାଇଁକିନି ସେ ପଟା ଉପରେ ଲଙ୍ଗରରେ ଚଢ଼ିକି ଜାହାଜ ଭିତରକୁ ଚାଲି ଯାଇଛନ୍ତି ଏବଂ ଲଙ୍ଗରଟା ସାଙ୍ଗେ ସାଙ୍ଗେ ଉଠି ଯାଇଛି, ମାନେ ଆଉ ଲଙ୍ଗର ତଳେ ପଡ଼ିନି। ସେ ହେଲେ ଲଙ୍ଗର ଉଠେଇ ଦେଲେ ସାପଟା ଆଉ ସେପଟେ ଜାହାଜ ଉପରକୁ ଆସିପାରିବନି। କିନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଖାଗଲା ସେଇ ଯୋଉ ମଣିରାଜ ସାପଟି ପଛରେ ଗୋଡ଼ଉଥିଲା, ବିରାଟ ଲମ୍ବା ସାପଟି, ସିଏ ମଧ୍ୟ ଗୋଟେ ଖେପାରେ ସମୁଦ୍ର ପାଣି ଭିତରକୁ ଲମ୍ଫ ଦେଇଛି। ବଣିକ କହୁଛନ୍ତି ଜାହାଜକୁ ଦ୍ରୁତ ବେଗରେ ଚଲାଅ ଏଥରକ। ଜାହାଜ ସମୁଦ୍ର ଭିତରେ ଦ୍ରୁତ ବେଗରେ ଚାଲିଛି, କିନ୍ତୁ ଏ କ'ଣ ସେ ଦେଖୁଛନ୍ତି? ସେ ଦେଖୁଛନ୍ତି ସେଇ ଯୋଉ ସାପଟି, ବୃହତ୍କାୟ ସାପଟି, ସିଏ ମଧ୍ୟ
ସମୁଦ୍ର ଭିତରେ ଏଇ ଜାହାଜକୁ ଗୋଡ଼େଇବାରେ ଲାଗିଛି, ପାଣି ଭିତରେ ଗୋଡ଼ଉଛି ବିରାଟ ଆଁ କରିକି। ଏବଂ ପାଣି ଭିତରେ ସେ ସାପଟି ପଡ଼ିଗଲା ପରେ ଏ ବଣିକ ଦେଖୁଛନ୍ତି ସାପର ଦେହ ଆହୁରି ଫୁଲି ଉଠୁଛି, ଆହୁରି ସେ ବଡ଼ ବିରାଟ କାୟ ହେଇଯାଇଛି ଏବଂ ସେ ଯୋଉ ପାଟି ଆଁ କରି ଫୁତ୍କାର କରୁଛି ସତେ ଯେପରି ସେ ଜାହାଜଟାକୁ ସେ ଗିଳିଦେବ, ଯେମିତି ତିମି ମାଛ ମଧ୍ୟ ଜାହାଜକୁ ଗିଳି ଦେଇପାରେ। ସାପର ଧର୍ମ ଗୁଣ ହେଲା ସିଏ ଯଦି କୌଣସି ବ୍ୟକ୍ତି ବିଶେଷ ଉପରେ ରାଗିଲା ଏବଂ ପ୍ରତିଶୋଧ ନେବାକୁ ଚାହିଁଲା ତାହେଲେ ଯେନ ତେନ ପ୍ରକାରଣ ସେ ମଣିଷଟିକୁ ମାରିଥାଏ। ସେଣିକି ସେ ମଣିଷଟିକୁ ମାରିବା ପାଇଁ ତାକୁ 5 ବର୍ଷ ଲାଗିପାରେ, 10 ବର୍ଷ ଲାଗିପାରେ। ଆମେ ଭାବୁ ସାପର ଏଡ଼େ ଟିକିଟିକି ଆଖି ସେ ଚିହ୍ନି ପାରିବନି। ସାପ ଯଦି ଥରେ ଗୋଟେ ମଣିଷକୁ ଦେଖିଦେଇଛି, ଏମିତି ଅତୀତରେ ମୁଁ ମୋ ଜେଜେଙ୍କ ଠାରୁ ଶୁଣିଛି, ଯେତେବେଳେ ଗୋଟେ ମାଇ ସାପ ଏବଂ ଗୋଟେ ପୁରୁଷ ସାପଙ୍କ ଭିତରେ ମିଳନ ହେଉଥାଏ ଗାଁ ଗଣ୍ଡାରେ, ଯଦି କେତେବେଳେ ଭୁଲରେ କୌଣସି ମଣିଷ ସେ ମାଇ ସାପଟାକୁ ମାରିଦେଉ ବା ପୁରୁଷ ସାପଟାକୁ ବାଡ଼ିରେ ପିଟି ମାରିଦେଉ, ସେ ମାରିଦେଲା ବେଳେ ଯଦି ନାରୀ ସାପଟି ଦେଖିଛି, ମାଇ ସାପଟି ଦେଖିଛି ବା ମାଇ ସାପଟିକି ମାରିଦେଲା ବେଳେ ପୁରୁଷ ସାପଟି ଦେଖିଛି, ସେ ଯେତେ ଦୂରରୁ ଦେଖିଲେ ମଧ୍ୟ ଯେଉଁ ମଣିଷଟି ମାରୁଥାଏ ସେ ତାର ମୁଣ୍ଡ ଭିତରେ ଛାପ ଛାଡ଼ିଦିଏ ଏବଂ ସେ ସାପଟି ସବୁବେଳେ ଜଗିଥିବ, ସମୟକୁ ଅପେକ୍ଷା କରିଥିବ କେତେବେଳେ ସେଇ ପୁରୁଷଟି ଯିଏ ତାର ସାଥୀକି ମାରି ଦେଇଛି ତାକୁ ଦଂଶନ କରି ମାରିବା ପାଇଁ। ସେଣିକି ଦେଖାଯାଇଛି, ଅତୀତରେ ଘଟଣା ଘଟିଛି, ଆମ ଗାଁରେ ବି ଘଟିଛି। 4-5 ବର୍ଷ ପରେ ମଧ୍ୟ ନିଜ ସାଥୀକି, ସାପ ସାଥୀକି ଯେଉଁ ମଣିଷଟି ମାରିଛି ତାକୁ ମଧ୍ୟ ବିଲରେ ଏଇ ସାପଟି ତାର ପ୍ରତିଶୋଧ ନେଇଛି। একথা ମଧ୍ୟ ବଣିକ ଭଲ ରୂପେ ଜାଣନ୍ତି। ତେଣୁ ବଣିକଙ୍କର ସେତେବେଳକୁ ଜାହାଜ ଭିତରେ ଥିଲେ ମଧ୍ୟ ତାଙ୍କର ପିଳେଇ ପାଣି ହେଇସାରିଲାଣି ଯେ ଏଇ ଯେଉଁ ସାପଟି ଯାହାର ମଣି ମୁଁ ନେଇ ଆସିଛି ସିଏ ଅତି କ୍ରୋଧରେ ଜର୍ଜରିତ ହୋଇ ସମୁଦ୍ର ଭିତରେ ବି ତାଙ୍କୁ ଗୋଡ଼ଉଛି। କେତେବେଳେ ନା କେତେବେଳେ ହୁଏତ ସେ ତାଙ୍କୁ ଦଂଶନ କରି ମାରିଦେବ, ତାଙ୍କର ଆଉ ବୋଧେ ବଞ୍ଚିବାର ଆଶା ନାହିଁ। এইটা ଯେତେବେଳେ ସେ ଦେଖିଛନ୍ତି ସେ ବିଚରା ନିଜ ପ୍ରାଣ ବଞ୍ଚାଇବା ପାଇଁ ବିକଳରେ ଯେତେବେଳେ ସେ ଯାଇଛନ୍ତି ମୋର ମୃତ୍ୟୁ ନିଶ୍ଚିତ, ମୁଁ ତାର ମଣିଟା ନେଇ ଆସିଛି, ସେ ଆମ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି। 2 ହାତ ଟେକି ଦେଇଛନ୍ତି, ଟେକିକି ପ୍ରାର୍ଥନା କରିଛନ୍ତି ଯେ ପ୍ରଭୁ ମୋତେ ଏଥିରୁ ବଞ୍ଚା, ତୁ ଯଦି ମୋତେ ଏଥିରୁ ବଞ୍ଚେଇ ଦେବୁ ତାହେଲେ ଏଇ ଯେଉଁ ମଣିଟିକି ମୁଁ ନେଇ ତତେ ଦେଇଦେବି। ଏ ମଣିର ଲୋଭ ମୋର ଆଉ ନାହିଁ, ମୋର ଜୀବନଟା ଏନେ ଲୋଭ। ମଣିଷ ଏଭଳି ଏକ ଚତୁର ଧୂର୍ତ୍ତ ପ୍ରାଣୀ, ଯେତେବେଳେ ବିପଦରେ ପଡ଼େ ସେତେବେଳେ ସେ ଜଗନ୍ନାଥଙ୍କୁ ସ୍ମରଣ କରେ, ଯେତେବେଳେ ସିଏ ସମ୍ପଦରେ ଥାଏ, ଭଲ ଅବସ୍ଥାରେ ଥାଏ, ସେତେବେଳେ ତାର ଠାକୁର କି ଈଶ୍ୱର କେହି ମନେ ପଡ଼ନ୍ତିନି, ଜଗନ୍ନାଥ ବି ମନେ ପଡ଼ନ୍ତିନି। ଯେତେବେଳେ ଦୁଃଖ କଷ୍ଟ ଜଳା ଯନ୍ତ୍ରଣାରେ ମଣିଷ ଘାଣ୍ଟି ହୁଏ ସେ ସେତିକି ବେଳେ ପ୍ରଭୁକୁ ଡାକେ, ପ୍ରଭୁ ମୋତେ ରକ୍ଷା କର, ମୋ ଝିଅକୁ ରକ୍ଷା କର, ମୋ ପୁଅକୁ ରକ୍ଷା କର। ସବୁ ତ ବିପଦରେ ପଡ଼ିଲା ବେଳେ ଆମେ କେବଳ ଈଶ୍ୱରଙ୍କୁ ମନେ ପକାଇଥାଉ, ପ୍ରାର୍ଥନା କରିଥାଉ। ଯେତେବେଳେ ସୁଖ ସ୍ୱାଚ୍ଛନ୍ଦ୍ୟରେ ଐଶ୍ୱର୍ଯ୍ୟରେ ଆମେ ମାତିଥାଉ ସେତେବେଳେ ଈଶ୍ୱର ପ୍ରକୃତରେ ଏତେଟା ମନେ ପଡ଼ନ୍ତିନି। ଏଇଟା ଆମର ସ୍ୱାଭାବିକ ମଣିଷର, ସ୍ୱାର୍ଥପର ମଣିଷର ଧର୍ମ ଗୁଣ। ବଣିକ ବା ସେଥିରୁ ଯାଆନ୍ତା କାହିଁକି? ଯେତେବେଳେ ବିପଦ ଆସିଯାଇଛି, ତାର ମୃତ୍ୟୁ ସୁନିଶ୍ଚିତ, ସେ ବିଚରା କାଉଳିଆରେ ଦ୍ରୌପଦୀ ଯେମିତି ଯେତେ ସମୟ ଯାଏ ତାଙ୍କ ଛାତିକି କୁଣ୍ଡେଇକି ଲଜ୍ଜା ନିବାରଣ କରୁଥିଲେ, କୃଷ୍ଣଙ୍କର ଲୁଗା ଆସୁନଥିଲା। ଯେତିକିବେଳେ ସେ ହାତ ଟେକି ଦେଲେ ମୋତେ ରକ୍ଷା କର, ସେତିକିବେଳେ କୃଷ୍ଣଙ୍କର ବସ୍ତ୍ର ଆସିଥିଲା ଏବଂ ଦ୍ରୌପଦୀଙ୍କର ଲଜ୍ଜା ନିବାରଣ ହେଇଥିଲା। ଅବିକଳ ସେମିତି ଏ ବଣିକଟି ଯେତେବେଳେ 2 ହାତକୁ ପ୍ରସାରିତ କରି ତଳେ ସମ୍ପୂର୍ଣ୍ଣ ଲମ୍ବ ହେଇ ପଡ଼ି କହିଛି, ପ୍ରଭୁ ମୋତେ ଏ ସାପ କବଳରୁ ରକ୍ଷା କର, ମୁଁ ଭୁଲ କରିଦେଇଛି, ଆଉ ଯଦି ମୋତେ ଆଜି ରକ୍ଷା କଲୁ ଏ ମଣିଟା ତୋର। ଠିକ ସେତିକିବେଳକୁ ଦେଖାଗଲା ସମୁଦ୍ରର ପାଣି ଲାଲ କଟକଟ ରକ୍ତରେ ଲାଲ ହେଇଯାଇଛି। ଏ ସୃଷ୍ଟିରେ କୌଣସି ପ୍ରାଣୀ ଛୋଟ ନୁହଁ କି ବଡ଼ ନୁହଁ, ତା ଉପରକୁ ମଧ୍ୟ ସୃଷ୍ଟି ଈଶ୍ୱର କରିଛନ୍ତି। ହୁଏତ ସମୁଦ୍ର ଭିତରେ ସେଇଭଳି କୌଣସି ଏକ ଏଇ ସାପ ଠାରୁ ଏକ ବଡ଼, ଯେମିତି ବଡ଼ ମାଛ ମାନେ ଛୋଟ ମାଛକୁ ଗିଳିକି ଖାଇଦିଅନ୍ତି, ବଡ଼ ସାପ ମାନେ ମଧ୍ୟ ଛୋଟ ଛୋଟ ସାପ ଛୁଆଙ୍କୁ ଗିଳି ଖାଇଦିଅନ୍ତି, ସେମିତି ବୋଧ ହୁଏ
ସମୁଦ୍ରରେ ଏ ସାପ ଠାରୁ ଆକାରରେ ଆଉ କୌଣସି ଏକ ବଡ଼ ସାମୁଦ୍ରିକ ଜନ୍ତୁ ଏଇ ଯୋଉ ସାପଟି ଗୋଡ଼ଉଥିଲା ବଣିକକୁ ତାକୁ କାମୁଡ଼ିକି ଖିନଭିନ କରି ଖଣ୍ଡ ଖଣ୍ଡ କରିଦେଇଛି ଏବଂ ଏଇ ଗୋଡ଼ଉଥିବା ସାପର ରକ୍ତରେ ସମୁଦ୍ରର ପାଣି ଲାଲ ପଡ଼ିଯାଇଛି। ଦେଖାଯାଉଛି ଆଉ ସେ ସାପ ନାହିଁ ଏବଂ ସେ ବଣିକ ସେଦିନ ବଞ୍ଚି ଯାଇଛନ୍ତି। ବେପାର ପରେ ଯେତେବେଳେ କଳିଙ୍ଗର ଏଇ ବଣିକଟି କଳିଙ୍ଗକୁ ଫେରି ଆସିଛି, ସେ ତାର ପ୍ରତିଶ୍ରୁତି ଅନୁସାରେ ସେଇ ଯୋଉ ମଣିଟିକି ନେଇକି ଜଗନ୍ନାଥଙ୍କ ପାଖରେ ଅର୍ପଣ କରିଦେଇଛି। ଆଜି ଆମେ ଜଗନ୍ନାଥଙ୍କ ମଥାରେ ଯୋଉ ମଣିଟା ଲାଗିଛି ସେ ମଣିରେ ଅନେକ ହୀରା ନୀଳା ମୋତି ମାଣିକ୍ୟ ଭଳି ଅତ୍ୟନ୍ତ ଦୁର୍ମୂଲ୍ୟ ପଥରରେ ସେ ମଣି ସେ ଯୋଉ ମଥା ଚିତା ମଥାଟା ତିଆରି ହେଇଛି ଏବଂ ତା ଭିତରେ ମଧ୍ୟ ମଝିରେ ଏଇ ଯୋଉ ମଣିଟି ମଣିରାଜ ସର୍ପର ମଥାର ମଣିଟିକି ବଣିକ ଚୋରି କରି ମନ୍ଦିରରେ ଦାନ କରିଦେଇଥିଲା। ସେ ମଣିଟା ଏବେ ମଧ୍ୟ ଜଗନ୍ନାଥଙ୍କ ମଥା ମଣି ମଝିରେ ଝଟକୁ ଅଛି। ଏଇ ଥିଲା ଜଗନ୍ନାଥଙ୍କ ମଥା ମଣିର ରହସ୍ୟ। କହିବାର କଥା ହେଲା ଜଗନ୍ନାଥଙ୍କୁ ନେଇ, ଜଗନ୍ନାଥଙ୍କର ଇତିହାସକୁ ନେଇ, ଶ୍ରୀକ୍ଷେତ୍ରକୁ ନେଇ, ଶ୍ରୀମନ୍ଦିରକୁ ନେଇ ଏମିତି ଅନେକ ଅଜଣା କଥା, ଅନେକ ଅଜଣା ତଥ୍ୟ এই ଶ୍ରୀକ୍ଷେତ୍ରର ମାଟି ବାଲି ପାଣି ପବନ ଭିତରେ ଭରପୁର ହେଇକି ଲୁଚିକି ରହିଛି। ସେ ବିଷୟରେ ଯାହାର ଆଗ୍ରହ ହବ ସିଏ ଖୋଜିବ। ଖୋଜିବା ଲୋକ ପାଇଥାଏ, ଯିଏ ଖୋଜେ ନାହିଁ ସିଏ ପାଏ ନାହିଁ। ଈଶ୍ୱର ମଧ୍ୟ ଅବିକଳ ସେୟା। ଅନ୍ୱେଷଣରେ ତୁମର ପ୍ରାପ୍ତି। ତମକୁ ଶୋଷ କରୁଛି, ପାଣି ପିଇବା ଦରକାର, ତୁମ ପାଣିକି ଖୋଜୁଛ, ପାଣିକି ଖୋଜିଲେ ପାଣି ପାଖରେ ଅବଶ୍ୟ ପାଉଛ। ଘର ଭିତରେ ବସିକି ଖାଲି ପାଣି 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 କହିଲେ ପାଣି ତମ ପାଖରେ ପହଞ୍ଚୁ ନାହିଁ। ଅବିକଳ ସେୟା ହେଲେ ଆମର ଈଶ୍ୱର ବା ମୋର କାଳୁ, କାଳୁକୁ ଯଦି ଆପଣମାନେ ହୃଦୟର ସହିତ ଭଲ ପାଉଥିବେ, ବାରମ୍ବାର ସେଇ ଗୋଟିଏ ଶବ୍ଦ କହୁଛି ଭଲ ପାଉଥିବେ, ପ୍ରେମ କରୁଥିବେ, କାଳୁକୁ ମଧ୍ୟ ଆପଣ ଏଇ ଛୋଟିଆ ଜୀବନରେ ନିଶ୍ଚୟ ପାଇପାରିବେ। ମୁଁ ଯଦି ପାଇପାରିଛି ଆପଣମାନେ କାହିଁକି ପାରିବେନି? କିନ୍ତୁ କହୁଛି ମୁଁ ସମସ୍ତ ରୀତିନୀତି ବିଧିବିଧାନ ଶାସ୍ତ୍ର ଶୋଳକରୁ ଊର୍ଦ୍ଧ୍ୱରେ ମୁଁ ତା ଭିତରେ ମୋ କାଳୁକୁ ବାନ୍ଧିକି ରଖିପାରିନି କି କାଳୁକୁ ଭଲ ପାଇବା ଭିତରେ ମୋ ପାଖରେ କୌଣସି ଛୁଆଁ ଅଛୁଆଁ ଶୁଭ ଅଶୁଭ ରୀତିନୀତି ଆଦୌ ମୁଁ ରଖି ନାହିଁ। ବୋଧହୁଏ ସେଇ ସକାଶେ କାଳୁ ମଧ୍ୟ ବୋଧେ ସେୟା ଚାହେଁ। ତେଣୁ ଆପଣମାନଙ୍କର ଶୋଷ ଯଦି କାଳୁ ପାଇଁ ଯେତିକି ଯେତିକି ଦିନକୁ ଦିନ ବଢ଼ିବାରେ ଲାଗିବ, ଆପଣ ଜାଣିବେ କାଳୁ ସେତିକି ସେତିକି ଆପଣଙ୍କ ପାଖକୁ ଲାଗି ଆସୁଛି ଏବଂ ଏଇ ଛୋଟିଆ ଜୀବନରେ ମୁଁ ଗ୍ୟାରେଣ୍ଟି ଦଉଛି ଆପଣ କାଳୁର ସାନ୍ନିଧ୍ୟ ପାଇପାରିବେ। ଆଜି କାଳୁର ଏଇ ମଥାମଣି ରହସ୍ୟ ଏତିକିରେ ରଖୁଛି। এইটা କେମିତି ଲାଗିଲା ଆପଣ ମୋତେ କମେଣ୍ଟରେ ଜଣେଇବେ, ଇଚ୍ଛା ତା ସେୟାର କରିବେ। এইଠି ଆଉ ଥରେ କହୁଛି, ଏଇ ମାସ ଶେଷ ସପ୍ତାହରେ ଧ୍ୟାନ ଶିବିର ତୁଳସୀଦାସ ଆଶ୍ରମରେ ଅନୁଷ୍ଠିତ ହେବ। ଯେଉଁମାନେ ମୋ ଠାରୁ ଧ୍ୟାନ ଶିକ୍ଷାକୁ ଚାହୁଁଛନ୍ତି, କାରଣ ମୁଁ କହିଛି କାଳୁକୁ ପାଇବାକୁ ଗଲେ ଯୋଡ଼େ ରାସ୍ତା, ଧ୍ୟାନ ଏବଂ ପ୍ରେମ, ସେମାନେ ଏଇ ମାସ 15 ତାରିଖ ଭିତରେ ପପୁ ମହାରାଜଙ୍କ ସହିତ ଯୋଗାଯୋଗ କରି ନାମ ରେଜିଷ୍ଟ୍ରେସନ କରେଇ ନେବେ। ଯେଉଁମାନେ ନାମ ରେଜିଷ୍ଟ୍ରେସନ କରିଥିବେ ସେଇମାନେ କେବଳ ଧ୍ୟାନ ଶିବିରରେ ଯୋଗ ଦେଇପାରିବେ। ପପୁ ମହାରାଜଙ୍କର ନମ୍ବର ହେଲା 943 943 793 1018 943 793 1018। ଏଇ ମାସ 15 ତାରିଖ ଶେଷ ତାରିଖ ନାମ ରେଜିଷ୍ଟ୍ରେସନ। ଯେତିକି ଲୋକ କରିଥିବେ ସେଇମାନେ ମୋ ଠାରୁ ଧ୍ୟାନ ଶିଖିପାରିବେ। ଆଜି ପାଇଁ ରହୁଛି, ନମସ୍କାର। କାଳୁକୁ ଆଉ ଟିକେ ଦେଖିଦେ। ଇଏ ହେଲା ମୋର ଟୁଇଁ କାଳୁ, ମୋ ପାଖରେ ଅଛି ସବୁବେଳେ। ସବୁବେଳେ ମୁଁ ଆକୁ ମୋ ପାଖରେ ରଖିଥାଏ।
ଏଇ ମୋର ଜୀବନ, ଏଇ ମୋର ନିଶ୍ୱାସ, ଏଇ ମୋର ପ୍ରଶ୍ୱାସ, ଏଇ ମୋର ପ୍ରାଣ, ଏଇ ମୋ ସ୍ପନ୍ଦନ। ରହିଲି, ନମସ୍କାର।